ମୁଁ ବର୍ତ୍ତମାନ ଅଛି ଆପଣ ଦେଖିପାରୁଥିବେ ଏଇ ଯୋଉ ଚାନ୍ଦବାଲି ବ୍ଲକ ର ମାଧପୁର ପଞ୍ଚାୟତ। ଏହି ପଞ୍ଚାୟତ ହଉଛି ଚାନ୍ଦବାଲି ବ୍ଲକ ର ସବୁଠୁ ତଳିଆ ପଞ୍ଚାୟତ। ଏଠାରେ 99 ମସିହା ମହାବାତ୍ୟାରେ ମଧ୍ୟ ଏଠାରେ ଛାତିଏ ଛାତିଏ ପାଣି ହେଇଥିଲା। ଗୋଟେ ଗୋଟେ ଛାତ ଉପରେ ମଧ୍ୟ ଲୋକ ରହିଥିଲେ। ଏ ଯୋଉ ବନ୍ୟା ଆସିଛି ଚଳିତ ବର୍ଷ, ଏଇ ବନ୍ୟା ବଡ ବନ୍ୟା ବୋଲି କୁହାଯାଉଛି। ଏଠିକାର ଯୋଉ ପୁରୁଖା ଲୋକମାନେ ରହିଛନ୍ତି ଇଏ ନିଶ୍ଚିତ ଭାବରେ ଯେତେବେଳେ ଆଜି ସକାଳୁ ପାଣି ଆସିଥିଲା ବର୍ତ୍ତମାନ ସୁଦ୍ଧା ଆଣ୍ଠିଏ ଆଣ୍ଠିଏ ପାଣି, ଲୋକମାନେ ଆଶଙ୍କା କରୁଛନ୍ତି ଯେ ଏଟା ବଡ ବନ୍ୟା ହୋଇପାରେ। କାରଣ ଯେହେତୁ ଉପର ଅଞ୍ଚଳର ବନ୍ୟା ସରି ଆସୁଛି, ତେବେ ବର୍ତ୍ତମାନ ଚାନ୍ଦବାଲି ଅଞ୍ଚଳରେ ବନ୍ୟା ଆରମ୍ଭ ହଉଛି। ତେବେ ଆରମ୍ଭ ପର୍ଯ୍ୟାୟଟା ଏତେ ଶୀଘ୍ର ଆସୁଛି ଯେ ପାଣି ଆସୁଛି, ତେଣୁକରି ଲୋକମାନେ ଭୟଭୀତ ଅଛନ୍ତି। ନିଜର ଘରକରଣା ସାମଗ୍ରୀ ଯୋଉମାନେ ତଳିଆ ସ୍ଥାନରେ ଅଛନ୍ତି, କଚା ଘରେ ଅଛନ୍ତି, ସେମାନେ ଉପର ଜାଗାକୁ ପଳେଇ ଯାଉଛନ୍ତି। ତେଣୁ ନିଶ୍ଚିତ ଭାବରେ ତାଙ୍କଠାରୁ ଆମେ ଆଲୋଚନା କରିବା ଯୋଉ ରହିଛନ୍ତି ମାଧପୁର ପଞ୍ଚାୟତରେ, ଏଇ ଯୋଉ କଣ କହିବେ ଏଇ ଯୋଉ ବନ୍ୟା ଦେଖୁଛନ୍ତି କଣ କେମିତି ପ୍ରଭାବ ଦେଖୁଛନ୍ତି? ଏଇ ବନ୍ୟା ନିଶ୍ଚିତ ଭାବରେ ଆମେ କହିବୁ ବଡ଼ ଧରଣର ବନ୍ୟା 2011 କିମ୍ବା 2014 ମସିହାର ବନ୍ୟା ସହିତ କମ୍ପେୟାରେବୁଲ ପାଖାପାଖି ଲାଗୁଛି। ସେତେବେଳେ ଯୋଉ ପରିମାଣରେ ପାଣିର ପ୍ରଭାବ ଥିଲା ବର୍ତ୍ତମାନ ମଧ୍ୟ ସେଇ ପରିମାଣର ପ୍ରଭାବ ଚାଲିଛି। ଆଜି ସକାଳୁ ସକାଳୁ ଏ ଏରିଆରେ କିଛି ପାଣି ନଥିଲା, ଧାନ ଗଛ ଦେଖାଯାଉଥିଲା। ଆପଣମାନେ କ୍ୟାମେରା ବୁଲେଇଲେ ଦେଖିପାରିବେ ଏ ଧାନ ଗଛ ନାହିଁ, ବର୍ତ୍ତମାନ ଛାତିଏ ଛାତିଏ ବିଲ ଭିତରେ ପାଣି। ରାସ୍ତାଘାଟ ବୁଡ଼ିଗଲାଣି। ଇଏ ହେଉଛି ରାସ୍ତା, ଗାଁ ରାସ୍ତା। ଏ ଗାଁ ରାସ୍ତା ବୁଡ଼ିକି ଯେତେବେଳେ ଆଣ୍ଠୁଏରୁ ଉପରେ 2 ଫୁଟ ପାଣି ହେଲାଣି, ଏଥିରୁ ଆପଣ ସ୍ପଷ୍ଟ ଅନୁମାନ କରୁଥିବେ ବନ୍ୟାର ପ୍ରଭାବ ବହୁ ମାତ୍ରାରେ ରହିଛି। ଧନ ଜୀବନ ବହୁ ନଷ୍ଟ ହେବାର ସମ୍ଭାବନା ଅଛି। ଦେଖୁଛନ୍ତି ଆପଣ, ପୁଣି କ୍ୟାମେରା ବୁଲେଇକି ଦେଖିପାରିବେ ଆପଣ ଘର ଦ୍ୱାର ସବୁ ଯୋଉମାନଙ୍କର ରୋଡରୁ ଟିକେ ଭିତରକୁ ଘର, ସେମାନେ ଯୋଗାଯୋଗ ରାସ୍ତାକୁ ଆସିବା ପାଇଁ ତାଙ୍କର ବିଚ୍ଛିନ୍ନ ହେଇଗଲାଣି। ରାସ୍ତାକୁ ଆସିବାକୁ ହେଲେ ତାଙ୍କୁ ପାଖାପାଖି ଆଣ୍ଟିଏ ପେଟିଏ ପାଣିରେ ଆସିବାକୁ ନିଶ୍ଚିତ ପଡୁଛି। ଭାବରେ ଆପଣ ଜାଣୁଥିଲେ ଯୋଉଭଳି ଭାବରେ ବନ୍ୟାକୁ ନେଇକି ସ୍ଥାନୀୟ ଯୁବକ ମାନେ ମଧ୍ୟ ଭୟଭୀତ ଅଛନ୍ତି। ଆମେ ଦେଖୁଛୁ ଏଇ ମାଧପୁର ପଞ୍ଚାୟତରେ ଯେତେବେଳେ ଆମେ ପ୍ରଥମେ ପହଞ୍ଚିଥିଲୁ ବିଲ ଭିତରେ, ଯୋଉ ସକାଳେ ସକାଳେ କିଛି ଗୋରୁ ଏବଂ ମଇଁଷି ଯାଇଥିଲେ ମଇଁଷି ଚରିବା ପାଇଁ, ତେବେ ସେମାନେ କିଛି ରହିଯାଇଛନ୍ତି ବିଲ ଭିତରେ, ଯାହାକୁ ଆମେ ଭିଜୁଆଲରେ ଆପଣଙ୍କୁ ଦେଖେଇଥିଲୁ। ଏବଂ ଆପଣ ଦେଖିପାରୁଥିବେ ଯୋଉଭଳି ବର୍ତ୍ତମାନ ଆମର ଜଣେ ବୟସ୍କ ପୁରୁଖା ଲୋକ ଅଛନ୍ତି, ସେ ଯୋଉ ବନ୍ୟାକୁ ନେଇକି କଣ କହୁଛନ୍ତି, ଆପଣ କଣ କହୁଛନ୍ତି? ଏଇ ଯୋଉ ବନ୍ୟା ଆସୁଛି ବନ୍ୟା ତ ବହୁତ ବଡ ଆକାର ହବ। ଆମେ କେମିତି ଦେଖିନୁ ଇଏ ବି ବନ୍ୟା ଆଗରୁ ରହେ, ଆହୁରି ବଡ ବନ୍ୟା। ଆଚ୍ଛା, 99 ମସିହା ବାତ୍ୟା ସେ ସମୟରେ ବନ୍ୟା ବି ଆସିଥିଲା, ସେତେବେଳେ କଣ ଥିଲେ କେମିତି ଅବସ୍ଥା? ସେଇଭଳିଆ ଅବସ୍ଥା ଆଜି ରହିଥିଲୁ ଘରେ, ଉଚ୍ଚ ଜାଗା ଘର ଫର ପକ୍କା ଘର ଯାହା ଥିଲା ତାଙ୍କ ଘରେ ଆଶ୍ରୟ ନେଲୁ। ଆଉ କରିକି ପାଣି ଛାଡିବା ପାଇଁ ରହିଲୁ। ଆଉ ଏଇ ସେତେବେଳେ ଘର କଚା ଘର, ଆପଣ ପିଲା ଛୁଆ ସମସ୍ତଙ୍କୁ ନେଇ ଆସିଥିଲେ? ସବୁ ଛୁଆ ପିଲାକୁ ସବୁ ନେଇଯାଇଥିଲୁ। ବନ୍ୟା ଏବେ ଆସୁଛି, ଆଜି ଆସୁଛି, ପ୍ରଶାସନ ତରଫରୁ ଏବେ କିଛି ଡାକବାଜି ଯନ୍ତ୍ରରେ କି ଉଚ୍ଚ ସ୍ଥାନକୁ ଯିବା ପାଇଁ କିଛି ଆଲର୍ଟ କରିଛନ୍ତି? ନା, କେହି ତ ଡଙ୍ଗା ଫଙ୍ଗା କାହିଁ ଆଣୁନାହାନ୍ତି। ଆମେ ଯିମୁ କେମିତି? ଆମେ ଛୁଆ ପିଲା ଧରି ସବୁ ଛିଡା ହେଇଛୁ, ଆସି ହଉନି, ଘରୁ ବାହାରି ହଉନି, କଣ କରିବୁ? ନିଶ୍ଚିତ ଭାବରେ ଆପଣ ଦେଖିପାରୁଥିବେ ମୁଁ ଆସିବାର ଅଧଘଣ୍ଟା ଭିତରେ ବର୍ତ୍ତମାନ ଆଣ୍ଠୁଏ ଆଣ୍ଠୁଏ ପାଣି ହେଇଗଲାଣି। ତେବେ ନିଶ୍ଚିତ ଭାବରେ ଗାଁକୁ ସଂଯୋଗ କରୁଥିବା ଯୋଉ ରାସ୍ତା, ଗ୍ରାମ୍ୟ ରାସ୍ତା ରହିଛି, ସିଏ ବି ବୁଡିଗଲାଣି। ତେବେ ବନ୍ୟା ଘେରରେ ମଧ୍ୟ ଯୋଉ କଚା ଘରେ ରହିଛି ସେଠାରେ ମଧ୍ୟ ଲୋକ ଦେଖନ୍ତୁ, ଏଇ ଗୋଟେ କ୍ୟାମେରାମ୍ୟାନ କହିବି, ଦେଖନ୍ତୁ ସେ ଛୋଟ ଛୁଆଟା ଗୋଟେ ଡବା ମାଧ୍ୟମରେ ସେ ବର୍ତ୍ତମାନ ଭାସି ଭାସି ତା ଘରକୁ ଯାଉଛି। ଯେହେତୁ ପଳେଇ ଆସିଥିଲା ଏବଂ ନିଶ୍ଚିତ ଭାବରେ କୌଣସି କାର୍ଯ୍ୟ ପାଇଁ ଆସିଥିଲା, ପାଣି ଘର ଚାରିପଟରେ ପାଣି ହେଇଯାଇଛି, ସେ ନିଶ୍ଚିନ୍ତ ତାଙ୍କ ଘରକୁ ପୁଣି ଫେରୁଛି। ଆପଣ ନିଶ୍ଚିନ୍ତ ଦେଖିପାରୁଥିବେ ଯୋଉଭଳି ଭାବରେ ମାଧପୁର ଖାଲି ନୁହେଁ, ମାଧପୁର, ଘଟପୁର, ନାନ୍ଦପୁର, ଓଳଗ, ସୁନ୍ଦରପୁର, ଆରଡି, ଏପଟେ ହେଲା ଭୁଇଁମୂର୍ତ୍ତି, ତେନ୍ତୁଳିଡିହ, ନାଲଗୁଣ୍ଡା, ଖେରଙ୍ଗ, ଜଳେଶ୍ୱରପୁର, ମତୁ, ଭାଟପଡା ଏବଂ ମହୁଲିଆ ଏବଂ ଚାନ୍ଦବାଲିର ମଧ୍ୟ ବନ୍ୟା ଆଶଙ୍କା ହୋଇଥାଏ। ନିଶ୍ଚିତ ଭାବରେ ଆମେ ସରକାରଙ୍କୁ ନିଶ୍ଚିନ୍ତ ନିବେଦନ କରିବୁ ଯେ ଏଇ ଯୋଉ ତଳିଆ ଅଞ୍ଚଳ ରହିଲା, ଏଠାରେ 99 ମସିହା ବାତ୍ୟାରେ ଛାତ ଉପରେ ଲୋକ ରହିଥିଲେ, ଆଶ୍ରୟ ରହିଥିଲେ, କଚା ଘର ବହୁତ ଭାଙ୍ଗି ଯାଇଥିଲା। କିଛି ରେଡକ୍ରସ ପ୍ରଶାସନ ତରଫରୁ ମଧ୍ୟ ରେଡକ୍ରସକୁ ଅଣା ଯାଇଥିଲା। ତେବେ ନିଶ୍ଚିତ ଭାବରେ ଏହା ଉପରେ ଦୃଷ୍ଟି ଦେବେ ଏବଂ ଲୋକମାନଙ୍କୁ, ତଳିଆ ଅଞ୍ଚଳ ଯୋଉ ଲୋକମାନେ ରହିଲେ ତାଙ୍କୁ ଉଦ୍ଧାର କରିବେ ବୋଲିକି ଆମେ ଏ ଟିଭି ମାଧ୍ୟମରେ ତାଙ୍କୁ ନିବେଦନ କରୁଛୁ। ଚାନ୍ଦବାଲିରୁ ଅରୁଣ ସାହୁ, କନକ ନ୍ୟୁଜ।